ମୁଁ କ'ଣ ଶୁଣୁଛି ତାର ମଲ୍ଟି ଅର୍ଗାନ୍ ଫେଲ୍ ହେଇଥିଲା ବୋଲି ତାଙ୍କ ପ୍ରିଲିମିନାରୀ ଇଏରୁ ଇନଭେଷ୍ଟିଗେସନରୁ ଯାହା ଜାଣୁଛନ୍ତି। ମଲ୍ଟି ଅର୍ଗାନ୍ ଫେଲ୍ ହେଲେ ଗସିପ୍ ହେଉଛି ସାପ କଥା। ସାପଟା ଜଷ୍ଟ ନଟ୍ ପସିବଲ୍, କାରଣ ସାପ ଶିମିଳିପାଳ ଇତିହାସରେ ନାହିଁ ସାପ କାମୁଡ଼ାରେ ବାଘ। ଏମିତି ବି ଆପଣଙ୍କ ବାଘଟା ବିଲେଇ ପରିବାରର। ଆପଣ ଦେଖୁଥିବେ ବିଲେଇ ଗୋଟେକୁ ସାପ କେବେ ବି ଚୋଟ ମାରିକି ବଜେଇ ପାରେନି, ସେମାନଙ୍କ ବଡି ଫ୍ଲେକ୍ସିବଲ୍ ଏତେ ବଜେଇ ପାରିବନି। ତେଣୁ ସାପଟାକୁ ପୁରା ଇଏ କରନ୍ତୁ। ଦ୍ୱିତୀୟ କଥା ହେଲା, ଶିମିଳିପାଳରେ ଶିକାରୀମାନେ ଅନେକ ସମୟରେ ବିଷ ପ୍ରୟୋଗ କରନ୍ତି। ଏଇ ସମ୍ବର କୁଟାରୀ ବାରା ମାଂସ ଖାଇବା ପାଇଁ ବିଷ ପ୍ରୟୋଗ କରନ୍ତି। ଏଇଟା ଶିମିଳିପାଳ ରେକର୍ଡ ବି ଅଛି। ମାଟିରେ ବି ବିଷ ଦିଅନ୍ତି, ଖାଦ୍ୟ ଭିତରେ ବି ବିଷ ଦିଅନ୍ତି। ହାତୀ ବହୁତ ମରିଛନ୍ତି ସେ ବିଷ ଖାଇକି। ତେଣୁ ସେଇ ଘଟଣା ହୁଏତ ଏଇଟା ହେଇଥିବ। ବିଷ କୌଣସି ମାଂସ ଦେହରେ କି କାହା ଦେହରେ ବିଷ କିଛି ଦେଇଥିବେ, ଆଉ ବାଘଟା ତାକୁ ଖାଇ ନେଇଥିବ, ଦେଇକି ତା ମୃତ୍ୟୁ ହେଇଛି ହୁଏତ, ଯଦି ମଲ୍ଟି ଅର୍ଗାନ୍ ଫେଲ୍ ହେଇଛି। ତ ଏ ଯେଉଁ କରିଛନ୍ତି SOP ମେଣ୍ଟେନ୍ କରିଛନ୍ତି ବୋଲି ମୁଁ ଦେଖୁଥିଲି ତାଙ୍କ ପ୍ରେସ୍ ରିଲିଜ୍ଟା। ସେଠାରେ ମୁଁ ଦୁଇଟି ଜିନିଷର ଅଭାବ ଦେଖୁଛି SOP ମେଣ୍ଟେନ୍ରେ। ଗୋଟେ ହେଲା ଇଲେକ୍ଟେଡ୍ ବଡି, ଜଣେ ସେଇ ପାଖର ଧରନ୍ତୁ କୋର୍ ଏରିଆ, ତା କଡ଼ରେ ତ ଅଛି ନା ରାଜସ୍ୱ ରେଭିନ୍ୟୁ ଭିଲେଜ। ସେଇ ତାର ଇଲେକ୍ଟେଡ୍ ବଡି, ସରପଞ୍ଚ ହଉ ବା ୱାର୍ଡ ମେମ୍ବର ହଉ, ଇଲେକ୍ଟେଡ୍ ବଡି ଜଣେ ରହିବା କଥା। ଗୋଟେ NGO ରହିବା କଥା ଯିଏକି ୱାଇଲ୍ଡ ଲାଇଫ୍ ଇଏ ଉପରେ କାମ କରୁଥିବ। ଏ ଦୁଇ ଜଣ ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ରହିବା ଦରକାର। SOPରେ ବି ଅଛି, କିନ୍ତୁ ସେ ଦୁଇଟିର ଅଭାବ ଅଛି। ମୁଁ ତାଙ୍କ ଯେଉଁ ଲିଷ୍ଟ ଦେଇଛନ୍ତି ସେଠାରେ ଦେଖୁଥିଲି, ତ ସେଟା କ'ଣ ପାଇଁ ରହିଛି ସେଟା ଗୋଟେ ଅଲଗା ଆଲୋଚନା ବିଷୟ। କିନ୍ତୁ ଏଟା ବହୁତ ଦୁଃଖର ଘଟଣା। ବାଘ ଯେଉଁ ଏଇ ବିଗତ ବର୍ଷେ ଭିତରେ କଳା ବାଘ ଚମଡ଼ା ପ୍ରାୟ 3-4ଟା ସିଜ୍ ହେଇ ସାରିଲାଣି। ତାମାନେ ଶିକାରୀ ବର୍ତ୍ତମାନ ବି ସକ୍ରିୟ ଅଛନ୍ତି। ଆଗରୁ ବି କହିଛି, ବର୍ତ୍ତମାନ ବି କହୁଛି, କଳା ବାଘ କେବଳ ପୃଥିବୀର ଯେହେତୁ ଶିମିଳିପାଳ ମିଳେ, ନର୍ମାଲ ବାଘ ଚମଡ଼ା ସମସ୍ତଙ୍କ ପାଖରେ ଅଛି ବାହାରେ। ତେଣୁ ତା ଡିମାଣ୍ଡ କଳା ବାଘ ଚମଡ଼ା ଆସିଲା ପରେ ନିଶ୍ଚୟ କମିଛି, ଯେଉଁ ଫଳରେ ଏଠି କେବଳ କଳା ବାଘ ଚମଡ଼ା ହିଁ ଏବେ ମିଳୁଛି। ଦେଖନ୍ତୁ, ନର୍ମାଲ ବାଘ ଚମଡ଼ା ସିଜ୍ ହଉନି। ତା ପ୍ରତି ନିହାତି ଧ୍ୟାନ ଦେବା ଦରକାର। ଆଉ ସେଟା କେମିତି ରୋକ ଲାଗିପାରିବ ସେଟାକୁ ବି ଦୃଷ୍ଟିରେ ରଖନ୍ତୁ, ନହେଲେ କଳା ବାଘ ବି ବିଗତ ଦିନରେ ନର୍ମାଲ ବାଘ କମି ଯାଇଥିଲା, କଳା ବାଘ ବି କମିଯିବ।